दरिका अलेख शरण अलेख शरण अलेख शरण अलेख शरण। बहुत दूर आपन को प्रणाम। तो एबे मु आपन को सहित कथबार्ता होची जे हमर नीलचक्र जो अघटनटी पुरी रे घटी ताकू नहीं सारा ओडिशा रे आज चहल पड़ी जाइए। आज्ञा तो याकू नहीं मन अनेक प्रश्न जे कहीं एभली अघटन घटिला मीन शनि रे एभली कहीं है टिके कहिबे कि? देखंतु आज्ञा मीन शनिर मध्यजन पृथ्वी होइब रणभण। अच्छा तो पृथ्वी रणभण हवाकू जाउछि सेथिप्रति जगन्नाथंकर जो पतित पावन माना आज्ञा सेई पतित पावन माना ए जगतर पतित मानकू उद्धार करती अच्छा एवं समग्र विश्व ब्रह्मांड प्रथम जगन्नाथंकर ସେହି ମନ୍ଦିର ଆସକୁ ଯିବା ମାତ୍ରେ ବଡ଼ଦାଣ୍ଡରେ ପାଦ ଦବା ମାତ୍ରେ ଶ୍ରୀ ନୀଳଚକ୍ରକୁ ସମସ୍ତେ କରପତ୍ର ଯୋଡ଼ି ନିଜର ପିଣ୍ଡ ପ୍ରାଣ ଶିର କମଳ ଇତ୍ୟାଦି ସମର୍ପଣ କରନ୍ତି ଏବଂ ସେହି ପତିତ ପାବନ ଜଗତ ଭକ୍ତଙ୍କର ପତିତ ମାନଙ୍କୁ ଯେତେ ଅଛନ୍ତି ସେହି ପତିତ ପାବନ ପତିତ ମାନଙ୍କୁ ଉଦ୍ଧାର କରନ୍ତି। କିନ୍ତୁ ଆଜି ଦୁଃଖର କଥା କାହିଁକି ଆମେ ଟିଭି ମୋବାଇଲ ଇତ୍ୟାଦି ନ୍ୟୁଜରେ ବର୍ତ୍ତମାନ ଶୁଣିବାକୁ ଆମେ ପାଇଲୁ ଯାହାକି ନୀଳଚକ୍ର ନେତଟି ଗୋଟିଏ ଚିଲ ପକ୍ଷୀ ଗୋଡରେ ଧରିକିରି ଚତୁଃପାର୍ଶ୍ୱ ଘୁରି ବୁଲୁଛି। କିନ୍ତୁ ସେ ଯଦି ମନ୍ଦିର ଚାରିପାର୍ଶ୍ୱ ଘୁରି ବୁଲୁଛି ତାହେଲେ ତ ସେ ତାର ମନ୍ଦିର ପାର୍ଶ୍ୱରେ କିଛି କୌଣସି ଜାଗାରେ ସେ ରହିନାହିଁ କି ରହୁନାହିଁ କି ବସା ବାନ୍ଧି ନାହିଁ। କିନ୍ତୁ ଘୁରି ବୁଲିବାର କାରଣ କଣ? अच्छा ୟା ଭିତରେ ଜଗତ ଭକ୍ତ ଏବଂ ସାଧୁ ସନ୍ଥ ତାଙ୍କର ପ୍ରଭୁଙ୍କର ସେବକ ସାମନ୍ତ ପଡ଼ିଆରି ସମସ୍ତେ ଆଜି ମନ ଭିତରେ ବହୁତ ଗୋଟେ କୋଶ୍ଚିନ୍ ମାରିଛନ୍ତି ରଖିଛନ୍ତି ଯାହାକି ସେ କୋଶ୍ଚିନ୍ ଅନେକ ଭକ୍ତ ଅନେକ ପଣ୍ଡା ପଡ଼ିଆରୀଙ୍କ ମନରେ ଅନେକ ପ୍ରଶ୍ନ ଆସିଛି। ସେ ପ୍ରଶ୍ନର ଉତ୍ତର କେବଳ ହିଁ ଜଗନ୍ନାଥ ଦେବେ ଆଉ ଦେବା ପାଇଁ କେହି ସାମର୍ଥ୍ୟ ନୁହନ୍ତି। अच्छा କିନ୍ତୁ ସେଇ ପତିତ ପାବନ ଯଦି ଚିଲ ଧରିକି ଉଡୁଛି କୌଣସି ମାଳିକାରେ କୌଣସି ଶାସ୍ତ୍ରରେ ଲେଖା ହେଇନାହିଁ ଯାହାକି ଏମିତି ପତିତ ପାବନ ମାନା ଚିଲଟିଏ ଧରିକି ବୁଲିବ ଚତୁଃପାର୍ଶ୍ୱ ଘୁରି ବୁଲିବ। କିନ୍ତୁ ଏବେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଲା ମହାଭବିଷ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କାର୍ଯ୍ୟ ହୋଇବ ଅବଶ୍ୟ। अच्छा ଏହା ଶ୍ରୀଗୁରୁ ମହିମାନନ୍ଦ ସ୍ୱାମୀଙ୍କର ଶ୍ରୀ ମୁଖରୁ ଏଇ ବାଣୀ ଆମେ ଶୁଣିଥିଲୁ। अच्छा ତାହା ନୁହେଁ ଯେ ଏଇ ଚିଲ ପକ୍ଷୀଟି ବୁଲିଲା ବୋଲିକି ଆମେ କହୁଛୁ। କିନ୍ତୁ ଶ୍ରୀଗୁରୁ ଅନନ୍ତ ମହିମା ସ୍ୱାମୀ ତାଙ୍କ ଶ୍ରୀମୁଖରେ କହିଥିଲେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେଖିବ ଅନେକ ଭବିଷ୍ୟ ଶ୍ରୀ ଜଗନ୍ନାଥ ପ୍ରଭୁଙ୍କର କାର୍ଯ୍ୟ ହୋଇବ ଅବଶ୍ୟ। କିନ୍ତୁ ଆଜି ଆନନ୍ଦର କଥା ଏସବୁ ଘଟଣା ଘଟୁଛି ଗୋଟିଏ ଚିଲ ପକ୍ଷୀଟିଏ ତାର କୁଆଡୁ ଏତେ କ୍ଷମତା ଆସିଲା ଯେ ପ୍ରଭୁଙ୍କ ପତିତ ପାବନ ମାନଙ୍କୁ ଧରିକି ଚାରିପଟେ ଘୁରିବ ବୋଲିକି ଆମେ ତା ଦେଖୁଛେ ଚିଲ। କିନ୍ତୁ ମୋ ମନରେ ଅନେକ ପ୍ରଶ୍ନ ଆସୁଛି ସେ ଚିଲ ପକ୍ଷୀ ନୁହେଁ ହେଇଥାଇପାରେ ଗରୁଡ। କିନ୍ତୁ ମୋ ମନ ଭିତରେ ଗୋଟେ ଅନେକ ପ୍ରଶ୍ନ ବାନ୍ଧି ତାର ମୀମାଂସା ମୁଁ ଏପର୍ଯ୍ୟନ୍ତ ପାଇପାରୁନାହିଁ। କାରଣ କୌଣସି ମାଳିକାରେ କୌଣସି ଶାସ୍ତ୍ରରେ ଲେଖା ହେଇନାହିଁ ଯେ ଚିଲ ପକ୍ଷୀଟିଏ ଜଗନ୍ନାଥଙ୍କର ପତିତ ପାବନ ବାହାନାକୁ ଧରିକିରି ଚତୁଃପାର୍ଶ୍ୱ ଘୁରି ବୁଲିବ। अच्छा କିନ୍ତୁ ନିଶ୍ଚିନ୍ତ ଇଏ
କଳ୍କି ସ୍ୱରୂପ ଧାରଣ କରିକି ଜଗନ୍ନାଥ ଏ ବ୍ରହ୍ମାଣ୍ଡ ବୁଲିବେ ଇଏ ତାହାର ସୂଚକ ଦେଇଥିଲା। ଆଚ୍ଛା ଏଇ ଚିଲ ପକ୍ଷୀଟି ଆମେ କହୁଛେ କିନ୍ତୁ ଇଏ ଚିଲ ପକ୍ଷୀ ନୁହେଁ, ଇଏ ଗରୁଡ଼ ଆସିଲା ବୋଧେ ମତେ ଲାଗୁଛି। ସିଏ ଗରୁଡ଼ ନହେଲେ ଅନ୍ୟ କୌଣସି ପକ୍ଷୀ ପତିତ ପାବନ ମନା ଧରିକିରି ବୁଲିବାର ତାର କ୍ଷମତା ନାହିଁ। କିନ୍ତୁ ଯାହା ମାଳିକାରେ ବର୍ଣ୍ଣିତ ଅଛି, ପ୍ରମାଣ ମିଳୁଛି ମାଳିକାରୁ ଯେ ନିଶ୍ଚୟ ଗରୁଡ଼ ଆସିବ। ବୁଝିପାରିଲେ କି? ଆଚ୍ଛା ସିଏ ବୋଧେ ଗରୁଡ଼ ପକ୍ଷୀ ଆସିଲା ପତିତ ପାବନ ଆନା ଧରିକିରି ପ୍ରଭୁଙ୍କର ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କଲା ଏବଂ ଏ ଚେତନା ଭକ୍ତଙ୍କୁ ସେ ଚେତେଇ ଦେଲା ଯେ ମୁଁ ନିଜେ ଗରୁଡ଼ ଆସିକିରି ପହଞ୍ଚିନି, ପ୍ରଭୁଙ୍କର କଳ୍କି ଲୀଳାରେ ମୁଁ ଭାଗ ନେବି। ତାହା ମୋ ମନରେ ଗୋଟେ ପ୍ରଶ୍ନ ଏଇଭଳିଆ ଆସୁଛି। ତଥାପି ଆମର ଅନେକ ସାଧୁ ସନ୍ଥ ମାନେ ଯିଏକି ଚାରି ଯୁଗର ବଡ ବଡ ଭକ୍ତ ମାନେ ମୁନି ଋଷି ମାନେ ଆଜ୍ଞା ଆଜି ଜଗନ୍ନାଥଙ୍କ କ୍ଷେତ୍ରରେ ପଣ୍ଡା ପରିହାରୀ ସେବକ ସାମନ୍ତ ରୂପେ ସମସ୍ତେ ଜନ୍ମ ନେଇ ଗୁପ୍ତରେ ଜଗନ୍ନାଥଙ୍କର ସେବା ପୂଜା ଇତ୍ୟାଦି କରୁଛନ୍ତି। ଏହା ହିଁ ମୋ ମନରେ ଅନେକ ପ୍ରଶ୍ନର ଉତ୍ତର ଆସୁଛି। କିନ୍ତୁ ଯାହା ମାଳିକାରୁ ପ୍ରମାଣ ମିଳୁଛି ଯେ ସନ୍ଥ କବି ଏବଂ ମୁନି ଋଷି ଏମାନେ ଗୁପ୍ତରେ ଜନ୍ମ ନେଇଛନ୍ତି। ସେମାନେ ପ୍ରଭୁଙ୍କୁ ଖେଳ ଲୀଳା ପାଇଁ ଆସିବେ। କୋଉ ଖେଳ ଲୀଳା ପାଇଁ ଆସିବେ? କଳ୍କି ଲୀଳା ପାଇଁ ଆସିବେ। କିନ୍ତୁ ଯାହାକି ସେଇଟା ଆମର ଅନେକ ଶାସ୍ତ୍ରରେ ପୁରାଣରେ ଯୋଉଟା କି ବର୍ଣ୍ଣନା ରହିଛି, ଜଗନ୍ନାଥ ସ୍ୱାମୀ କଳଙ୍କି ସ୍ୱରୂପେ ପ୍ରକାଶ ହୋଇବେ ଧରତ୍ରୀ, ସୃଜନେ ଅପ୍ରତେ ନ ପର ମନରେ। ଆଚ୍ଛା ବହୁତ ସୁନ୍ଦର। ପରମ ବ୍ରହ୍ମ ସ୍ୱୟଂ କଳ୍କି ରୂପ ଧାରଣ କରିବେ। ଏଇ କଳ୍କି ମହାପ୍ରଭୁ ଏ ବିଶ୍ୱ ବ୍ରହ୍ମାଣ୍ଡରେ ବୁଲିବେ। ସେଥିପାଇଁ ଏହି ଚିଲ ପକ୍ଷୀ ହଉ ବା ଗରୁଡ଼ ପକ୍ଷୀ ହଉ ଇଏ ଶ୍ରୀମନ୍ଦିର ଚାରିପଟେ ଆଜି ପରିକ୍ରମା କଲା। ଚେତନା ଭକ୍ତଙ୍କୁ ଚେତେଇ ଦେଲା ଯେ ଜଗନ୍ନାଥ ସ୍ୱାମୀ ସ୍ୱୟଂ ସେ କଳ୍କି ରୂପ ଧାରଣ କରିକି ଏ ପୃଥିବୀ ଭ୍ରମଣ କରିବେ, ବୁଲିବେ। କାହିଁକି ବୁଲିବେ? ମ୍ଲେଚ୍ଛ ମାନଙ୍କୁ ସଂହାର କରିବେ। ଏଟା ଆନନ୍ଦର କଥା। ସେଥିପାଇଁ ଦେଖନ୍ତୁ ଆଜି ଆଉ ଗୋଟିଏ ପ୍ରଶ୍ନ ଏଠି ମନ ଭିତରେ ଆସୁଛି ଯେ ଆମ ଓଡିଶା ବାସୀଙ୍କର ବଡ ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯାହାକି ଆମ ପିତୃପୁରୁଷ ମାନେ ଏବଂ ତାଙ୍କ ପିତୃପୁରୁଷ ମାନେ ଏବଂ ତାଙ୍କ ପିତୃପୁରୁଷ ମାନେ ଦେଖିଲେ କି ଆମର ସପ୍ତ ପିତୃପୁରୁଷ ମାନେ ଶ୍ରୀ ଜଗନ୍ନାଥଙ୍କୁ ଚରଣାଶ୍ରିତ ହୋଇ ତାଙ୍କ ପାଦ ପଦ୍ମରେ ଶରଣ ନେଇ ତାଙ୍କୁ ପ୍ରାର୍ଥନା କରନ୍ତି, କରପତ୍ର ଯୋଡ଼ନ୍ତି। କିନ୍ତୁ ଆଜି ଦୁଃଖର କଥା ଆଜ୍ଞା, ଆମ ଓଡିଶାରେ ଅଛି ଅନେକ ଲୋକ ଅଛନ୍ତି ସେମାନେ ଜଗନ୍ନାଥଙ୍କୁ ଆଜ୍ଞା ଡାକୁନାହାନ୍ତି। ଯାହାକି ଦେଖନ୍ତୁ ଦେଖିବେ ତାଙ୍କ ଘର ଦ୍ୱାର ସମ୍ମୁଖରେ ଅନେକ ଠାକୁରଙ୍କର ରହିଛି ପ୍ରତୀକ, ଆଜ୍ଞା ଯୋଉଟା କି ପ୍ରତିଛବି। ଆଜ୍ଞା ଯୋଉମାନେ କି ଠାକୁର ନୁହନ୍ତି, ଏ କଳି ଯୁଗରେ କେତେ ଠାକୁର ବାହାରୁଛନ୍ତି କେଜାଣି, କିନ୍ତୁ ଜଗନ୍ନାଥ ହେଲେ ଏକଇ ଗୁରୁ ଜଗନ୍ନାଥ, ଆଉ କିଏ ଅଛି ସମରଥ? ଏ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ କଇ ଜଗନ୍ନାଥ, ତାଠୁ ଆଉ କିଏ ଅଛି? ଆଜ୍ଞା କିନ୍ତୁ ଏ ଆଜି ଲୋକମାନେ ଦେଖନ୍ତୁ ଯୋଉମାନେ କି ମ୍ଲେଚ୍ଛ ସେଇମାନେ ନିଧନ ହେବେ। ନିଶ୍ଚୟ ନିଶ୍ଚୟ। ସେଥିପାଇଁ ଆଜି ଏଇ ଚନ୍ଦ୍ର ପକ୍ଷୀଟି ହଉ ବା ନଚେତ ଚିଲ ପକ୍ଷୀଟି ହଉ ଆଜି ଏଇ ବିଶ୍ୱ ବ୍ରହ୍ମାଣ୍ଡକୁ ସୂଚନା ଦଉଛି। ତ ନିଶ୍ଚୟ ଆମେ ତାହା ପାଖରୁ ଶିଖିବା ଦରକାର। ଏ କଳିଯୁଗରେ ଏତେ ମୂଢ ଲୋକ ଅଛନ୍ତି ଯାହାକି ତାଙ୍କ ପାଖରେ କିଛି ନାହିଁ ମହତ୍ଵ। ସେଥିପାଇଁ ଏ ଚିଲ ପକ୍ଷୀଟି ଆସିକିରି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରି ଏ ଜଗତକୁ ଶିକ୍ଷା ଦଉଛି। ମୁଁ ଏତିକି ମୋ ମନର
ପ୍ରଶ୍ନକୁ ମୁଁ ନିଜେ ମୋ ମନକୁ ମନ ବୁଝଉଛି ଏବଂ ମୋ ମନକୁ ମୁଁ ଏତିକି ସାନ୍ତ୍ୱନା ଦଉଛି। ଏହା ଜଗତ ଭକ୍ତ ଏବଂ ସାଧୁ ସନ୍ଥ ମାନଙ୍କ ମନକୁ କେତେ ଦୂର ସାନ୍ତ୍ୱନା ଦବ, ଆନନ୍ଦ ଦବ ତାହା ମୁଁ କହିପାରୁଛି। ଦ୍ୱାରିକା ବାବୁ, ଆପଣ ତ ଖୁବ୍ ସୁନ୍ଦର ଭାବରେ ଏଇ ପ୍ରସଙ୍ଗ ଟିକେ ଉପସ୍ଥାପନା କଲେ ଆଜି ଆମ ଚ୍ୟାନେଲରେ। ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ କୋଟି ପ୍ରଣାମ। ତ ନିଶ୍ଚୟ ଭାବରେ ଆଉ ଏତେ ସୁନ୍ଦର ଆଲୋଚନା କଲେ ମୋ ମନକୁ ମଧ୍ୟ ଛୁଇଁଲା, ଆଉ ଆଶା କରେ ଦର୍ଶକମାନଙ୍କ ମନକୁ ମଧ୍ୟ ନିହାତି ଛୁଇଁବ। ଆଉ ଯେଉଁମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିବ ସେମାନେ ନିହାତି କମେଣ୍ଟରେ କିଛି ଲେଖିବେ ଏବଂ ଜୟ ଜଗନ୍ନାଥ ବୋଲି ଲେଖିବେ। ତ ନିଶ୍ଚିତ ଭାବରେ ଆଜିର এই ভিডিওটি ସମସ୍ତଙ୍କୁ ଭଲ ଲାଗିବ ମୁଁ ଆଶା କରୁଛି। ତ ବାଣିକି ଏଇଠି ବିରାମ ଦେବା। ଆଜ୍ଞା, ପୁଣି ଦେଖା ହେବ ଖୁବ୍ ସୁନ୍ଦର ଭିଡ଼ିଓରେ। ଆଜ୍ଞା, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଅଲେଖ ଶରଣ, ଜଗନ୍ନାଥ, ଅଲେଖ ଶରଣ। ଅନେକ ଶରଣ, ଅନେକ ଶରଣ, ଅନେକ ଶରଣ।